ପିଲାମାନେ ଆଜି ଗପ ଶୁଣିବା। ଆଜି ବି ଗୋଟେ ପରୀ ଗପ ଶୁଣିବା ହେଲା। ଆଚ୍ଛା, ଗପର ନାଁ ହେଉଛି ଓଜ୍ର ଯାଦୁକର। ଯାଦୁକର ମାନେ ଜାଣିଥିବ, ଯେଉଁମାନେ ଯାଦୁ ଦେଖାନ୍ତି ହେଲା, ତାଙ୍କୁ ଯାଦୁକର କହନ୍ତି। ସେମାନେ ସବୁ ମ୍ୟାଜିକ୍ କରିଦିଅନ୍ତି ନା, ତାଙ୍କ ପାଖରେ ପାୱାର ଥାଏ। ସେମାନେ ସବୁ ମ୍ୟାଜିକ୍ କରିଦିଅନ୍ତି। ଯେମିତି ଗୋଟେ ତମେ ଦେଖିଥିବ, ଯାଦୁକୁ ଖେଳ ଦେଖିଥିବ, ଗୋଟେ ଡବା ଭିତରେ କ'ଣ କରିବ ନା, ସେ କାଗଜ ଗୁଣ୍ଡ ଗୁଡ଼ା ଭର୍ତ୍ତି କରିବ। ଦେଖିଲା ବେଳକୁ କ'ଣ ଗୋଟେ ମନ୍ତ୍ର କରିଦେବ, ତା ଯାଦୁ ଯେଉଁ ମ୍ୟାଜିକ୍ ଷ୍ଟିକ୍ ଦେଖାଇଦେବ। ଦେଖିଲା ବେଳକୁ ତା ଭିତରୁ କ'ଣ ବାହାରିବ? ଫୁଲ ସବୁ ମାଳ ହେଇକି ବାହାରିଯିବ ହେଲା। ସେ ଓଜ୍ର ଗୋଟେ ସେମିତି ଯାଦୁକର ଥିଲା। ଓଜ୍ ଗୋଟେ ଜାଗା, ସେ ଯାଦୁକର ବିଷୟରେ ଆମେ ଜାଣିବା ହେଲା। ଆମେରିକାର ଗୋଟେ ଛୋଟିଆ ସହରଟେ ହେଲା। ସେ ଛୋଟିଆ ସହରରେ ଗୋଟେ କୁନି ଝିଅଟେ ତା ଦାଦା ଆଉ ଖୁଡ଼ିଙ୍କ ସାଙ୍ଗରେ ରହୁଥିଲା। ସେ କୁନି ଝିଅର ନାଁ ଥିଲା ଡୋରୋଥି। କ'ଣ? ଡୋରୋଥି ହେଲା। ସେ କୁନି ଝିଅର ଗୋଟେ କୁକୁର ବି ଥିଲା। ତା କୁକୁରର ନାଁ ଥିଲା ଟୋଟୋ ହେଲା। ସେ ଟୋଟୋ ଆଉ ଡୋରୋଥି ବହୁତ ସମୟରେ ଖେଳନ୍ତି, ସାଙ୍ଗ ହେଇକି ଖେଳନ୍ତି, ସାଙ୍ଗ ହେଇକି ବୁଲନ୍ତି ହେଲା। ଦିନେ କ'ଣ ହେଇଛି, ସେ ତାଙ୍କ ଫାର୍ମ ହାଉସ୍ରେ ସେମାନେ ଯେଉଁଠି ରହୁଥିଲେ, ଡୋରୋଥି ଆଉ ଟୋଟୋ କି ଖେଳୁଥିଲେ। ସେ ସମୟରେ ହଠାତ୍ ଝଡ଼ ତୋଫାନ ମାଡ଼ି ଆସିଲା ହେଲା। ଝଡ଼ ତୋଫାନ ଯେମିତି ମାଡ଼ି ଆସିଲା, ସେଇଠୁ ଡୋରୋଥି ଡାକିଲା ଟୋଟୋକୁ, ଟୋଟୋ ଆସେ, ପଳେଇ ଆସେ, ଭିତରକୁ ପଳେଇ ଆସେ, ବହୁତ ଜୋରରେ ଝଡ଼ ତୋଫାନ ଆସିଲାଣି। ହଠାତ୍ ଦେଖିଲା ବେଳକୁ ଝଡ଼ ତୋଫାନ ସାଙ୍ଗରେ ଗୋଟେ ଖଣ୍ଡିଆ ଭୂତ ବି ଆସୁଛି। ତମେ ଦେଖିଥିବ ସବୁ ଖଣ୍ଡିଆ ଭୂତ, ପବନଟା ଗୋଲ 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 ହେଇକି ବୁଲେ, ତା ଦେହରେ ଯାହା କାଠି କୁଟା ପତ୍ର ଯାହା ଜିନିଷ ପଡ଼ିବ ସେ ପବନ ଭିତରେ ସେ ବି ସେମିତି ଗୋଲ 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 ହେଇକି ବୁଲିବ, ଆଉ ବୁଲିକି ଉପରକୁ ଉପରକୁ ଯିବ। ଆଉ ଯେତେବେଳେ ପବନର ବେଗଟା କମିଯିବ, ସେତେବେଳେ ସେଗୁଡ଼ା ସବୁ ତଳେ ପଡ଼ିଯିବ ହେଲା। ଡୋରୋଥି ଆଉ ଟୋଟୋ ଖେଳିଲା ବେଳେ ଯେଉଁ ଝଡ଼ ତୋଫାନ ଆସିଲା, ସେଥିରେ ବି ଗୋଟେ ଖଣ୍ଡିଆ ଭୂତ ଆସିଲା ହେଲା। ସେ ଖଣ୍ଡିଆ ଭୂତ ଯେମିତି ଗୋଲ 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 ହେଇ ବୁଲି ବୁଲି ଆସିଛି, ଆଙ୍କ ଘରକୁ ବି ନେଇଗଲା। କାହା ଘର? ଡୋରୋଥିର ଘର। ସେ ଘର ଭିତରେ ଡୋରୋଥି ଆଉ ଟୋଟୋ ଥିଲେ ହେଲା। ନେଇଗଲା, ନେଇକି କ'ଣ କଲା ନା, ବୁଲେଇ 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 ନେଇକି ଗୋଟେ ପାହାଡ଼ ଉପରେ କଚାଡ଼ି ଦେଲା ହେଲା। ତାପରେ ଡୋରୋଥି ଆଉ ଟୋଟୋ ବାହାରିକି ଆସିଲେ। ବାହାରକୁ ବାହାରିକି ଆସି ଦେଖିଲା ବେଳକୁ ଡୋରୋଥି ପଚାରୁଛି, ଆରେ ଟୋଟୋ, ଏଇଟା କୋଉ ଜାଗା କିରେ? ଆମେ କ'ଣ ଆସି ଏଠି ପହଞ୍ଚିଗଲେ? ଚାରିଆଡ଼େ ଦେଖିଲା ବେଳକୁ ସୁନ୍ଦର ସୁନ୍ଦର ଫୁଲ, ଚାରିଆଡ଼େ ଖାଲି ଫୁଲ ବଗିଚା ଭର୍ତ୍ତି ହେଇଛି ହେଲା। ଡୋରୋଥି ମନ ବହୁତ ଖୁସି ହେଇଗଲା। ହେଲେ କ'ଣ ହବ, ସିଏ ତା ଘର ସହ ଏଠିକି ପଳେଇ ଆସିଛି। ତା ମନ ବି ଟିକେ ଦୁଃଖ ଥିଲା। ଏତିକି ଭାବିକି ସବୁ କଥା ଡୋରୋଥି କାହାକୁ କହିଲା? ଟୋଟୋକୁ କହିଲା, କାହିଁକିନା ଟୋଟୋ ତା ସାଙ୍ଗରେ ଥିଲା ନା। ଡୋରୋଥିର ଆଉ ଟୋଟୋର କଥାବାର୍ତ୍ତା ଭିତରେ ହଠାତ୍ ଗୋଟେ ସୁନ୍ଦର ପରୀଟେ ଆସିକି ପହଞ୍ଚିଗଲା ହେଲା। ସେ ପରୀଟା ଆସିକି ଡୋରୋଥିକୁ କହିଲା, ହାଏ ଡୋରୋଥି, ତମକୁ ଏଠି ମୁଁ ସ୍ୱାଗତ କରୁଛି। ଆଚ୍ଛା, ଡୋରୋଥି ସେଇଠୁ ପଚାରିଲା, ଡୋରୋଥି ଟିକେ ଡର ଲାଗିଲା। ଡୋରୋଥି କହିଲା, ତମେ କିଏ? ଆମେ ଏଠି କୋଉଠିକି ଆସିଛୁ? ସେଇଠୁ ସେ ପରୀ କହିଲା, ଏଇଟା ହେଉଛି ଓଜ୍। ଓଜ୍ରେ ତମମାନଙ୍କୁ ମୁଁ ସ୍ୱାଗତ କରୁଛି। ଆଚ୍ଛା ଡୋରୋଥି, ତମକୁ ବହୁତ ବହୁତ ଧନ୍ୟବାଦ। କିଏ କହିଲା? ପରୀ କହିଲା ହେଲା। ଡୋରୋଥି ବୁଝିପାରିଲାନି। ଡୋରୋଥି କହିଲା, ଆଚ୍ଛା ମୋତେ ଧନ୍ୟବାଦ କାହିଁକି ଦେଉଛ? ମୁଁ ତ କିଛି ବି କାମ କରିନି ସେଇଭଳିଆ। ସେଇଠୁ ପରୀ କହିଲା, ନା, ଏଠି ଓଜ୍ରେ ଗୋଟେ ଭୂତୁଣୀ ଥିଲା, ଡାହାଣୀଟେ ହେଲା। ସେ ଡାହାଣୀଟାକୁ ତମେ ମାରି ଦେଇଛ। ଡୋରୋଥି କହିଲା, ମୁଁ ତ ମାରିନି କାହାକୁ। ସେଇଠୁ ପରୀ କହିଲେ କି, ଆସ ଡୋରୋଥି, ଆସ ଦେଖିବୁ। ପରୀ ଆଉ ଡୋରୋଥି ଯାଇ ଦେଖିଲା ବେଳକୁ ତାଙ୍କ ଘର ତଳେ ସେ ଡାହାଣୀଟା ପୁରା ଚିଟପଟାଙ୍ଗ ହେଇକି ପଡ଼ିଛି, କରିକି ମରିଯାଇଛି। ଘର ତଳେ ଚିପି ହେଇକି ରହିଯାଇଛି ହେଲା। ସେଇଠୁ ଡୋରୋଥି ତାକୁ ଦେଖିଲା ବେଳକୁ କ'ଣ ହେଇଛି ନା, ସେ ଯେଉଁ ଡାହାଣୀଟା ଗୋଟେ ଜୋତା ଦିଟା ପିନ୍ଧିଥିଲା, ସୁନ୍ଦର ସୁନ୍ଦର ଜୋତା ଦିଟା। ସେ ପରୀ କ'ଣ କଲା ନା, ସେ ଭୂତୁଣୀ ଯେଉଁ ଡାହାଣୀ, ତାର ପାଦରୁ ବାହାର କରି ଆଣିଲା ଜୋତା, ଆଉ ଡୋରୋଥିକୁ ଦେଲା। କହିଲା, ତୁ ଏ ଜୋତା ଦିଟା ନେ, ଏ ଜୋତା ଦିଟା ତୋର ବହୁତ କାମରେ ଆସିବ ହେଲା। କିନ୍ତୁ ଡୋରୋଥି କହିଲା, ଆଚ୍ଛା ପରୀ, ମୁଁ କିନ୍ତୁ ମୋ ଘରକୁ ଯିବାକୁ ଚାହୁଁଛି, ମୁଁ କେମିତି ମୋ ଘରକୁ ଯିବି କହିଲୁ? ସେଇଠୁ ପରୀ କହିଲା, ଆଚ୍ଛା ସେ କାମ ତ, ତୁ ଗୋଟେ କାମ କର, ଯେହେତୁ ତୁ ଓଜ୍କୁ ଆସିଛୁ, ଯା, ଏଠି ଓଜ୍ର ଜଣେ ଯାଦୁକର ଅଛନ୍ତି, ତୁ ଯା ତାଙ୍କୁ ପଚାରିବୁ, ତତେ ସିଏ ତୋ ଘରେ ନେଇକି ପହଞ୍ଚେଇ ଦେବେ ହେଲା।
ସେଠୁ ଡରଥି ପଚାରିଲା, ଆଚ୍ଛା ମୁଁ ଓଜ୍ର ଯାଦୁକରଙ୍କ ପାଖକୁ ଯିବି କେମିତି? ସେଇଠୁ ପରୀ କହିଲା, ଦେଖ ଏଇ ଯୋଉ ସୁନେଲି ରଙ୍ଗର ଇଟା ରାସ୍ତା ପଡ଼ିଛି, ତୁ ଏଇ ସୁନେଲି ରଙ୍ଗର ଇଟା ରାସ୍ତାରେ ଚାଲି ଚାଲି ଯା, ଶେଷରେ ଯାଇକି ଓଜ୍ର ଯାଦୁକରଙ୍କ ପାଖରେ ପହଞ୍ଚିଯିବୁ। ଡରଥି କହିଲା, ଆଚ୍ଛା ପରୀ ତମେ ମୋ ସାଙ୍ଗରେ ଯିବନି? ପରୀ କହିଲା, ନା ନା ତୁ ଯା, ମୁଁ ପହଞ୍ଚିଯିବି, ମୁଁ ତୋର ଦରକାର ହେଲେ ମୁଁ ତୋ ପାଖରେ ପହଞ୍ଚିଯିବି, ତୁ ଯା। ହେଲା, ସେଠୁ ଡରଥି ଆଉ ତା କୁକୁର ଯୋଉ ଟୋଟୋ 2 ଜଣ ଯାକ ସାଙ୍ଗ ହେଇକି ସେ ଗୋଲ୍ଡେନ୍ କଲର ଯୋଉ ସୁନେଲି ରଙ୍ଗର ଇଟା ରାସ୍ତା ଥିଲା, ସେଇ ଇଟା ରାସ୍ତାରେ ଚାଲି ଚାଲି ଗଲେ। ସେମାନେ ବାଟରେ ଚାଲିକି ଗଲାବେଳେ ଗୋଟେ ଧାନ ବିଲ ପଡ଼ିଲା। ହେଲା, ଧାନ ବିଲରେ ଗୋଟେ ପାଳ ଭୂତ ଥିଲା। ପିଲାମାନେ ତମେ ପାଳ ଭୂତ ଜାଣିଛ କ'ଣ? କ୍ଷେତରେ ଯୋଉ ସବୁ ପଶୁ ପକ୍ଷୀ ସବୁ ପକ୍ଷୀମାନେ ଖାଇଯାଆନ୍ତି ଶସ୍ୟ, ପକ୍ଷୀମାନଙ୍କ ଦାଉରୁ ରକ୍ଷା କରିବା ପାଇଁ ଚାଷୀ କ'ଣ କରେ ନା ପାଳ ଭୂତ ସବୁ ଲଗେଇଥାଏ ଜମିରେ, ଚାଷ ଜମିରେ। ହେଲା, ପାଳ ଭୂତ ଗୋଟେ ନଡ଼ାରେ ତାକୁ ମଣିଷ ତିଆରି କରିଥାଏ, ହାଣ୍ଡିରେ ତା ମୁଣ୍ଡ ତିଆରି କରିଥାଏ। ହେଲା, ତାକୁ କହନ୍ତି ପାଳ ଭୂତ। ହେଲା, ଏ ଡରଥି ଆଉ ଟୋଟୋ ବାଟରେ ଗଲାବେଳେ ସେମିତି ଗୋଟେ ପାଳ ଭୂତକୁ ଦେଖିଲେ। ପିଲେ ଜାଣିଛ, ଏ ପାଳ ଭୂତ କିନ୍ତୁ କଥା କହୁଥିଲା। ହେଲା, ଡରଥିକୁ ଯେମିତି ଦେଖିଲା, ପାଳ ଭୂତ ପଚାରିଲା, ଆରେ କୁଆଡ଼େ ଯାଉଛ ଝିଅ? ଶୁଣ ଶୁଣ। ସେଠୁ ଡରଥି କହିଲା, ମୋ ନାଁ ଡରଥି। ହେଲା, ମୁଁ ଯାଉଛି ଓଜ୍ର ଯାଦୁକରଙ୍କ ପାଖକୁ। ସେଠୁ ପାଳ ଭୂତ କହିଲା, ମୋତେ ଟିକେ ସାହାଯ୍ୟ କରିବ? ଡରଥି କହିଲା, କ'ଣ କରିବି? ନା ମୋର ନା ଜମା ବୁଦ୍ଧି ସୁଦ୍ଧି ନାହିଁ, ମୋର ଟିକେ ବୁଦ୍ଧି ଦରକାର। ସେଠୁ ଡରଥି କହିଲା, ଠିକ୍ ଅଛି, ତମେ ମୋ ସାଙ୍ଗରେ ଆସ, ଓଜ୍ର ଯାଦୁକର ତମକୁ ଟିକେ ବୁଦ୍ଧି ଦେବେ। ହେଲା, ସେଠୁ ପାଳ ଭୂତ, ଡରଥି, ଟୋଟୋ 3 ଜଣ ଯାକ ସାଙ୍ଗ ହେଇକି ଚାଲିଲେ କୋଉଠିକି? ଓଜ୍ର ଯାଦୁକରଙ୍କ ପାଖକୁ। ହେଲା, ସେମାନେ ଗଲେ, ଚାଲି ଚାଲି ଗଲା ବେଳକୁ ବାଟରେ ଗୋଟେ ଜଙ୍ଗଲ ପଡ଼ିଲା। ଜଙ୍ଗଲର ବାଟରେ ସେମାନେ ଦେଖିଲା ବେଳକୁ ହଠାତ୍ ଗୋଟେ କାଠୁରିଆଟେ ଠିଆ ହେଇଛି। କାଠୁରିଆ କିଏ କହିଲ? ଯୋଉମାନେ କାଠ ହାଣନ୍ତି। ହେଲା, କିନ୍ତୁ ଏଠି ଯୋଉ କାଠୁରିଆ ଥିଲା, ସେ କାଠୁରିଆର ଦେହଟା ପୁରା ଟିଣରେ ତିଆରି ହେଇଥିଲା। ହେଲା, ଏମାନେ ଡରଥି ଦେଖିକି ଟିକେ ଠିଆ ହେଇଗଲା, ଆଶ୍ଚର୍ଯ୍ୟ ଲାଗିଲା ତାକୁ। କହିଲା, ଆରେ ଏଇଟା ଗୋଟେ କ'ଣ? ଏଇଟା କ'ଣ ଗୋଟେ ଟିଣର ତିଆରି ମଣିଷଟା? ଆରେ ଜାଣିଛ ପିଲାମାନେ, ଏ କାଠୁରିଆ ବି କଥା କହୁଥିଲା। କାଠୁରିଆ ତାକୁ ପଚାରିଲା, କୁଆଡ଼େ ଯାଉଛ ତମମାନେ? ଡରଥି ଆଉ ପାଳ ଭୂତ ଏମାନେ କହିଲେ, ଆମେ ଯାଉଛୁ ଓଜ୍ର ଯାଦୁକରଙ୍କ ପାଖକୁ। ସେଇଠୁ ସେ ଯୋଉ ଟିଣର ମଣିଷଟା କାଠୁରିଆ କହିଲା, ମୋତେ ବି ଟିକେ ନଉନ, ମୋର ଟିକେ ମନ ଦରକାର, ମୋର ମନ ନାହିଁ, ମୁଁ କାହାକୁ ଭଲ ପାଇପାରୁନି, କାହାକୁ ଗେହ୍ଲା କରିପାରୁନି, କାହା କଥା ବୁଝିପାରୁନି, ମୋର ଟିକେ ଗୋଟେ ମନ ଦରକାର। ସେଇଠୁ ଡରଥି କହିଲା, ଆଚ୍ଛା ଠିକ୍ ଅଛି, ତମେ ଆମ ସାଙ୍ଗରେ ଚାଲ, ଆମେ ଓଜ୍ର ଯାଦୁକରଙ୍କୁ ମାଗିବା। ହେଲା, ତାପରେ ଟିଣର କାଠୁରିଆ ବି ତାଙ୍କ ସାଙ୍ଗରେ ସାଙ୍ଗ ହେଇଗଲା। ଟିଣ କାଠୁରିଆ କିଏ? ଟିଣ କାଠୁରିଆ, ଡରଥି, ପାଳ ଭୂତ, ଟୋଟୋ 3 ଜଣ ଯାକ ଚାଲିଲେ। 4 ଜଣ ଯାକ ଚାଲିଲେ। 4 ଜଣ ବାଟରେ ଗଲାବେଳେ କ'ଣ ହେଇଛି ନା, ଜଙ୍ଗଲରେ କିଛି ବାଟ ସେମାନେ ଗଲେ। ସେଇ ଯୋଉ ଯାଉଥିଲେ, କୋଉ ରାସ୍ତାରେ ଯାଉଥିଲେ? ସୁନେଲି ରଙ୍ଗର ଇଟା ରାସ୍ତା। ସେଇ ଇଟା ରାସ୍ତା ଏପର୍ଯ୍ୟନ୍ତ ସରିନି। ହେଲା, ସେଇଟା ରାସ୍ତାରେ ପୁଣି ଯାଉଥିଲେ। ଯାଉ ଯାଉ ହଠାତ୍ କ'ଣ ହେଲା ନା, ଟୋଟୋ ଭୁକିଲା। ଟୋଟୋ କାହାକୁ ଭୁକୁଛି? ଦେଖିଲା ବେଳକୁ ଗୋଟେ ସିଂହଟେ। ହେଲା, ଆରେ ପିଲେମାନେ, ଟୋଟୋ ଯେତେବେଳେ ଭୁକିଛି କ'ଣ ହେଲା ଜାଣିଛ? ଟୋଟୋ ଯେତେବେଳେ ଭୁକିଲା, ସିଂହ ନା ଡରିକି ଲୁଚିଗଲା। ଡରଥି ଆଶ୍ଚର୍ଯ୍ୟ ହେଇଗଲା। ଡରଥି କହିଲା, ଆରେ ସିଂହ, ତୁ ପୁରା ବଣର ରାଜା, ତୁ କ'ଣ ଏମିତି ମୋ ଟୋଟୋକୁ ଦେଖିକି ଡରି ଯାଉଛୁ ମ? ସିଂହ ସେଠୁ କହିଲା, ହଁ, ମୋର ନା ଜମା ସାହସ ନାହିଁ, ମୋର ଟିକେ ସାହସ ଦରକାର, ମୁଁ କ'ଣ କରିବି କହିଲ? ତମେ ଟିକେ ମୋତେ ସାହାଯ୍ୟ କରନ୍ତନି? ଡରଥି କହିଲା, ଆଚ୍ଛା, ତମେ ଗୋଟେ କାମ କର, ଆମ ସାଙ୍ଗରେ ଚାଲ, ଆମେ ଯାଉଛୁ ଓଜ୍ର ଯାଦୁକରଙ୍କ ପାଖକୁ। ଓଜ୍ର ଯାଦୁକର ତମକୁ ବି ସାହସ ଦବ। ହେଲା, ସେଠୁ ସିଂହ, ଟିଣର କାଠୁରିଆ, ପାଳ ଭୂତ, ଡରଥି ଆଉ ଟୋଟୋ ସମସ୍ତେ ସାଙ୍ଗ ହେଇକି ଚାଲିଲେ। ସିଂହ ପିଠିରେ ଡରଥି ବସିଲା, ଟୋଟୋ ଆଗେ ଆଗେ ଚାଲିଲା, ଆଉ ଏଇ ଯୋଉ କାଠୁରିଆ, ଟିଣର କାଠୁରିଆ ଆଉ କ'ଣ ତା ନା, ଏଇ ଯୋଉ ପାଳ ଭୂତ ସମସ୍ତେ ଚାଲିଲେ। କୁଆଡ଼େ ଚାଲିଲେ? ଓଜ୍ର ଯାଦୁକର ପାଖକୁ। ଓଜ୍ର ଯାଦୁକର ଗୋଟେ ମଣି ମୁକ୍ତା ଖଞ୍ଜା ହେଇଥିବା ଘରେ ରହୁଥିଲା। ହେଲା, ତାକୁ ସମସ୍ତେ କହୁଥିଲେ ଯେ
ଏମରାଲ୍ଡ ହାଉସ୍। ମଣିମୁକ୍ତା ସେ ଘରେ ଖାଲି ଖଞ୍ଜା ହେଇଥିଲା ହେଲା। ଏମାନେ ଚାଲିଲେ ସେଇଠି ଓଜ୍ର ଯାଦୁକରଙ୍କ ପାଖକୁ। ଏମାନେ ଚାଲି 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 ଯାଇକି ସେଇଠି ପହଞ୍ଚିଗଲେ। ଯେଉଁ ଏମରାଲ୍ଡ ହାଉସ୍ ଥିଲା, ଯେଉଁ ମଣିମୁକ୍ତା ଖଞ୍ଜା ହେଇଥିବା ଘର, ସେଠି ଯାଇ ପହଞ୍ଚିଗଲେ। ସେଠି ଯାଇ ପହଞ୍ଚିକିରି କବାଟ ଠକ୍ ଠକ୍ କଲେ। ଯେମିତି କବାଟ ଠକ୍ ଠକ୍ କଲେ, ଗୋଟେ ଜଗୁଆଳି ଥିଲା। ଜାଣିଛ, ସେ ଜଗୁଆଳିଟା ନା ପୁରା କୁନିଟେ, ବାମନଟେ ହେଲା। ସେ ଜଗୁଆଳି ଆସି କବାଟ ଖୋଲିଦେଲା। ୟାଙ୍କୁ ପଚାରିଲା, ତମେ କୁଆଡ଼େ ଆସିଛ? ଡରତି କହିଲା ଯେ ଆମେ ଓଜ୍ର ଯାଦୁକରଙ୍କ ପାଖକୁ ଆସିଛୁ। ଜଗୁଆଳି କବାଟ ଖୋଲିଲା। ସମସ୍ତେ ଯାଦୁକରଙ୍କ ପାଖକୁ ଯାଇକି ତାଙ୍କୁ ଭେଟିଲେ ହେଲା। ଯାଦୁକର ଭାରି ଖୁସି ହେଇଗଲେ ଏମାନଙ୍କୁ ଦେଖିକି ହେଲା। ସେଇଠୁ ତାପରେ କ'ଣ ହେଲା ନା, କିଏ ଯାଦୁକର ପଚାରିଲେ, କହିଲେ ଆଚ୍ଛା ତମେ ମାନେ ଏଠିକି କୁଆଡ଼େ ଆସିଛ? ସେଇଠୁ ଡରଥି ସବୁ କଥା କହିଲା ଏମିତି ମୁଁ ଖଣ୍ଡିଆ ଭୂତରେ ଉଡ଼ି ଆସିଲି। ଉଡ଼ି ଆସିକି ଗୋଟେ ଜାଗାରେ ଏଠି ପହଞ୍ଚିଗଲି। ମୁଁ ଏ ଜାଗାର ନାଁ ଜାଣିନି। ମୋତେ ଗୋଟେ ପରୀ ଦେଖାହେଲେ। ସେ ପରୀ ମୋତେ କହିଲେ ଆପଣଙ୍କ ପାଖକୁ ଆସିବାକୁ। ଆପଣ ମୋତେ ନେଇ ମୋ ଘରେ ଟିକେ ପହଞ୍ଚେଇ ଦିଅନ୍ତୁ ହେଲା। ସେଠୁ ଯାଦୁକର ପଚାରିଲେ, ଆଚ୍ଛା ତତେ ସିନା ତୁମ ଘରେ ନେଇ ପହଞ୍ଚେଇବି, ଆଉ ଏ ପାଳ ଭୂତ, ଏ ଟିଣ କାଠୁରିଆ, ଆଉ ଏ ସିଂହ, ଏମାନେ ସବୁ କୁଆଡ଼େ ଆସିଛନ୍ତି? ସମସ୍ତେ କହିଲେ। ଟିଣ କାଠୁରିଆ କହିଲା, କ'ଣ କହିଲା? ମୋର ଗୋଟେ ମନ ଦରକାର। ପାଳଭୂତ କହିଲା, ମୋର ଟିକେ ବୁଦ୍ଧି ଦରକାର। ସିଂହ କହିଲା, ମୋତେ ଟିକେ ସାହସୀ କରିଦିଅ, ମୋର ଟିକେ ସାହସ ଦରକାର। ସେଇଠୁ ଯାଦୁକର କହିଲା, ଠିକ୍ ଅଛି, ମୁଁ ତମମାନଙ୍କୁ ସାହାଯ୍ୟ କରିବି, କିନ୍ତୁ ତମେ ମାନେ ମୋର ଗୋଟେ କାମ କର। ଡରଥି ପଚାରିଲା, କ'ଣ କାମ କରିବୁ? ସେଇଠୁ ଯାଦୁକର କହିଲା, ଆଚ୍ଛା ଜାଣିଛ, ଓଜ୍ରେ ଆଉ ଗୋଟେ ଡାହାଣୀ ଅଛି। ଡରଥି କହିଲା, ହଁ ଆଉ ଗୋଟେ ଡାହାଣୀ ଅଛି? ସେଠୁ ଯାଦୁକର କହିଲା, ଯା, ତମେ ଯଦି ସେ ଆଉ ଗୋଟେ ଯେଉଁ ଡାହାଣୀ ଅଛି ତାକୁ ମାରିଦେବ, ତାହେଲେ ମୁଁ ତମକୁ ସାହାଯ୍ୟ କରିବି। ଡରଥି କହିଲା, ଆଚ୍ଛା ଆମ ପାଖରେ ତ କିଛି ଜିନିଷ ନାହିଁ, ଆମେ ତାକୁ କେମିତି ମାରିବୁ? ଯାଦୁକର କହିଲା, ହଁ ଯାଅ, ତମମାନେ ସମସ୍ତେ ସାଙ୍ଗ ହେଇକି ଯଦି କରିବ, ତାହେଲେ ନିଶ୍ଚିତ ତମେ ତାକୁ ମାରିଦେବ ହେଲା। ଯାଦୁକର କଥା ଶୁଣିକି ଏମାନେ ବାହାରିଗଲେ। କୁଆଡ଼େ ବାହାରିଲେ? ଆଉ ଗୋଟେ ଯେଉଁ ଥିଲା କିଏ, ସେ ଡାହାଣୀ, ତା ପାଖକୁ ବାହାରିଲେ ହେଲା। ସେମାନେ ବାଟରେ ଗଲେ। ବାଟରେ ଗଲାବେଳେ ଏମାନେ ସବୁ କଥା ହେଲେ, ଆଚ୍ଛା ଆମେ କ'ଣ କରିବା? ଆମେ ତାକୁ କେମିତି ମାରିବା? ଆମ ପାଖରେ ତ କିଛି ନାହିଁ ନା ଅସ୍ତ୍ରଶସ୍ତ୍ର। ତଥାପି ଚାଲ, ଯେହେତୁ ଆମକୁ ଯାଦୁକର କହିଛି ହଁ ତମେ ପାରିବ, ଚାଲ ଦେଖିବା କ'ଣ ହେଉଛି। ଡରଥି, ପାଳଭୂତ, ଯେଉଁ ଟିଣ କାଠୁରିଆ, ଆଉ ସିଂହ, ଆଉ ତାଙ୍କ ସାଙ୍ଗରେ ଥିଲା ତାଙ୍କ ଟୋଟୋ, ସମସ୍ତେ ସାଙ୍ଗ ହେଇକି ଗଲେ। ଏମାନେ ଗଲାବେଳକୁ ଯେମିତି ସେ ଡାହାଣୀର ଘର ପାଖାପାଖି ହେଇଯାଇଛନ୍ତି, ସେ ଡାହାଣୀ ଜାଣିପାରିଲା ହେଲା। କହିଲା, କିଏ ବୋଧେ ଆସୁଛନ୍ତି। ଆଉ କ'ଣ କଲା ନା, ଦଳେ ଖଣ୍ଡେ ଗଧିଆ ପଠେଇଲା। କୋଉଠିକି ପଠେଇଲା? ଏମାନଙ୍କ ସାଙ୍ଗରେ ଲଢ଼ିବା ପାଇଁ। ଆଚ୍ଛା, ଟିଣର ଯେଉଁ କାଠୁରିଆ, ତା ପାଖରେ ଗୋଟେ କୁରାଢ଼ୀ ଥିଲା, ସେ କାଠ ହାଣୁଥିଲା। ସେ କ'ଣ କଲା, ସେ ଗଧିଆମାନଙ୍କୁ, ଗୋଟେ ଗଧିଆକୁ ଯେମିତି ମାରିଛି, ବାକି ଗଧିଆ ସବୁ ଦୌଡ଼ିକି ପଳେଇଲେ ଆଉ ହେଲା। ତାପରେ ଡାହାଣୀ କ'ଣ କଲା, ମେଞ୍ଚେ ଖଣ୍ଡେ କାଉଙ୍କୁ ପଠେଇଲା ହେଲା। କାଉମାନେ ତ ପାଳଭୂତକୁ ଦେଖିଲେ ଡରନ୍ତି। ପାଳଭୂତକୁ ଯେମିତି ଦେଖିଛନ୍ତି, କାଉମାନେ ବି ଡରିକି ପଳେଇଲେ ହେଲା। ଆଚ୍ଛା, ତାପରେ ସେଠୁ ଡାହାଣୀ ଆଉ ଗୋଟେ ବୁଦ୍ଧି ଖର୍ଚ୍ଚ କଲା। କ'ଣ କଲା ନା, ତା ପାଖରେ ଦଳେ ମାଙ୍କଡ଼ ଥିଲେ। ଆଉ ଜାଣିଛ ପିଲାମାନେ, ସେ ମାଙ୍କଡ଼ ମାନେ ନା ଉଡ଼ୁଥିଲେ, ତାଙ୍କର ଡେଣା ଥିଲା ହେଲା। ଦଳେ ମାଙ୍କଡ଼ ଆସିକି କ'ଣ କଲେ ନା, ଡରଥି, ଟୋଟୋ, ପାଳଭୂତ, ଟିଣ କାଠୁରିଆ ସମସ୍ତଙ୍କୁ ଟେକିକି ନେଇଗଲେ। କୁଆଡ଼େ ନେଇଗଲେ? ସେ ଡାହାଣୀର ଘର ଭିତରକୁ, ସେ ଡାହାଣୀ ଯେଉଁଠି ରହୁଥିଲା ହେଲା। ସମସ୍ତଙ୍କୁ ଟେକିକି ନେଇଗଲେ। ଡାହାଣୀ ତ ଭାରି ସିଆଣିଆ, କହିଲା, ଏଇ ଡରଥି, ତୋ ଜୋତା ମୋତେ ଦେ। ଡରଥି କହିଲା, ନା ମୁଁ ଏ ଜୋତା ଦେବିନି, ମୋତେ ଏ ଜୋତା ପରୀ ଦେଇଛି। ତାକୁ ସେଇଠୁ ସେ ଡାହାଣୀ କହୁଛି, ମୁଁ ଜାଣିଛି ଓଜ୍ରେ ଆଉ ଗୋଟେ ଯେଉଁ ଦୁଷ୍ଟ ଡାହାଣୀ ଥିଲା, ତୁ ତାକୁ ମାରି ଦେଇଛୁ, ସେଥିପାଇଁ ଜୋତା ତାଠୁ ନେଇ ଆସିଛୁ। ଡରଥି କହିଲା, ମୁଁ ମାରିନି, ଯେତେବେଳେ ଖଣ୍ଡିଆ ଭୂତ ଆସିଲା, ସିଏ ତ ଘର ତଳେ ରହିଗଲା, ଚାପି ହେଇଗଲା, ମରିଗଲା। ଆଉ ଜୋତା ମୋତେ ବାହାର କରି ପରୀ ଦେଇଛି, ମୁଁ ଜୋତା ତତେ ଦେବିନି ହେଲା। ଡରଥିକୁ କହିଲା, ଡାହାଣୀ ଡରଥିକୁ କହିଲା, ତୁ ମୋ ଘର ସଫା କର, ମୋ କାମ କର, ସବୁ କାମ କର କହିଲା ଡରଥିକୁ। ଆଉ ସିଂହ, ଆଉ ଟିଣ କାଠୁରିଆ, ଆଉ ପାଳଭୂତ, ଏମାନଙ୍କୁ ସବୁ ବାନ୍ଧିକି ରଖିଲା। ଆଉ ଟୋଟୋ ସମସ୍ତଙ୍କୁ ବାନ୍ଧିଲା। ଡରଥି ତ ରାଗିଗଲା। ଡରଥି କହିଲା,
ये डाहाणी भारी बदमाश हेलानी, भारी हैरान करुची। दिने कौन है डाहाणी आसी ताकू एका जिद्दी कला, डरथी तो जोता मते आजी दे हैला। डरथी कौन कला, डरथी घर पछुथिला, ता पाखरे बाल्टी पानी बाल्टी थिला। रागी की कौन कला ना, से डाहाणी ऊपर को बाल्टी का पानी ढाली देला। आरे से डाहाणी ऊपर जेमती पानी ढाली देची, से डाहाणी कुआडे मिलेकी उड़ी गला पवन रे हैला, मरी गला से डाहाणी। एमानंक मन भारी खुशी हो गला। कार कार, डरथी, सिंह, टीण काठुरिया आ पाळभूत समस्ते से जो दुष्ट डाहाणीटा को मारिदेले हैला। से कुआडे उभेई गला, पांडे तेल ढला हैला। अच्छा सेठू एमान सेठू सांग होइकी आसिले। कोठी आसिबे, जादूकर पाखकू। जादूकर को आसिकी सब कथा कहिले। जादूकर भी भारी खुशी हो गला। जादूकर सेठू कहला, हो टीण काठुरिया जा, तो एबे तो पाखरे गोटे मन अछि, तू एथरक जहा भाबिबू समस्त को भल पाइबू, समस्त को स्नेह करिबू, समस्त को आदर करिबू। जा पाळभूत को सेठू कहले, जा पाळभूत तोर बुद्धि तोते एबे बुद्धि मिली गला, जा तो बुद्धि खर्च करिकी काम करिबू। सिंह को कहले, सिंह तू जा, एबे मु तते साहसी करदेली हैला। समस्त कथा बुझिला, किंतु डरथी कथा भूली जाइछि। भूलिनी से पिला माने। डरथी आसिकी पचारला, अच्छा जादूकर, अच्छा मोर मो घरे पहुँचीबा दरकार, मते टिके मो घरे पहुँचेई दियंतनी। सेठू जादूकर कहला, आरे एई गोटे कथा। सेतिकी बेले कौन हैला ना, से परीटा आसिकी पहुँची गला, जो परी ताको जोता देइथिला डरथी को हैला। से परी पहुँची गला। से परी कहला, डरथी जानिचु तोते जो मैजिक रो जोता देइची, तो से मैजिक जोता को जदि तले टैप 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 3 थर की बाड़े देबू, आ तू जहाँ चाहेबू सेया करि परिबू। डरथी भारी खुशी होइला, कहला हाँ तो देखुनु। ताको परी कहला, तू गोटे काम कर, तो जोता को 3 थर तले बाड़े दे, तापरे कह, जोता मु चाहूची मो घरे पहुँचीबाकू हैला। डरथी सेया कला। ता सांग माननकू आग टाटा करदेला। सांग तार किए किए, पाळभूत, टीण काठुरिया आउ सिंह, तांको आग टाटा बाय बाय करदेला। आ परी को आउ जादूकर समस्त को टाटा कला। तापरे जोता को 3 थर टैप 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 3 थर बाड़े देला। कहला, मु मो घर को जीवाकू चाहूची। तापरे जेमती डरथी आखी खोले, देखला बेलकू आसिकी तांको फार्म हाउस रे पहुँची गला ता दादा खुड़ी पाखे हैला। तापर ठारू डरथी, ता दादा खुड़ी आ टोटो एमाने सांग हेकी तांको फार्म हाउस रे रहिले हैला। भल लागिला गपटा? समस्ते मन देकी शुण। स्कूल खोलिले समस्ते मन देकी शुणिला परे मन रखिबो, मन रखिकी समस्ते कहिबो हैला।